हेलो गाइज यही भिडटी नहीं कि आम आसचु बारवाटी स्टाडियम रे हवा फेब्रुआरी 9 तारिख माने एई मास 9 तारिख रे इंडिया एवं इंग्लैंड मध्य दिनिकिया क्रिकेट मैच। तो आपण माने जानिथिबे कालीठू आरंभ होची ऑनलाइन टिकट बुकिंग माने फेब्रुआरी 2 तारिख रु आपण ऑनलाइन टिकट आपण को मिली परिबो एवं फेब्रुआरी 5 एवं 6 तारिख रे आपनकर ऑफलाइन टिकट बारवाटी स्टाडियम रो टिकट काउंटर रु मिली परिबो। तो ऑफलाइन टिकट रो जो टाइमिंग होची ऑफलाइन टिकेट रो टाइमिंग आपणकर सकाळ 9 ରୁ ସନ୍ଧ୍ୟା 6ଟା ଯାକେ ବହୁତ ଭିଡ଼ ହୁଏ। ତ ସେଇ ଅନୁସାରେ ଆପଣ ଟାଇମଲି ଆସି ଲାଇନରେ ଛିଡ଼ା ହେଇଥିବେ। ଓକେ, ମାନେ ଯୋଉ କାପାସିଟି ଅଛି ବାରବାଟୀ ଷ୍ଟାଡିୟମର ସୋ ସେଇଟା ହଉଛି ଆରାଉଣ୍ଡ 44,000 କାପାସିଟି ସିଟିଂ କାପାସିଟି, କିନ୍ତୁ ଅଧା ଟିକେଟ ଅଧାରୁ ଅଧିକ ଟିକେଟ କୁଆଡ଼େ ପାସ୍ ଭାବରେ ଦିଆଯାଉଛି। କେବଳ ଅଧା କହିବାକୁ ଗଲେ ଅଧା ବି ନୁହେଁ, ଟିକେଟ ଲୋକମାନଙ୍କ ପାଇଁ ରଖାଯାଇଛି ସେଲ୍ ପାଇଁ। ତ ଏଇଟା ଗୋଟେ ଫେୟାର ନୁହେଁ। ଯଦି ଆମେ ରିକ୍ୱେଷ୍ଟ କରୁଛୁ କି ଏଇ ଯେଉଁ ଟିକେଟଟା ଲୋକମାନଙ୍କ ପାଇଁ ବେଶୀ ରଖାଯାଉ ଏବଂ ଯେଉଁ ପାସ୍ ଦିଆଯାଉଛି ତ VIP ପାସ୍ ହେଉ କିମ୍ବା ଆଉ କୌଣସି ପାସ୍ ହେଉ ତ ତାକୁ ଲିମିଟେଡ଼ କରାଯାଉ, ଯାହାଦ୍ୱାରା କି ବହୁତ ଲୋକ ଷ୍ଟାଡିୟମରେ ବସି ଟିକେଟ କିଣିକି ଦେଖିପାରିବେ, ନା କି ଟିକେଟ ମାଗଣାରେ ଆପଣ କାହାକୁ ବାଣ୍ଟୁଛନ୍ତି ତ ସେଇଟା ଦେଖିପାରିବେ। ମାଗଣାରେ ବି ଯଦି ପାସ୍ ବି ବାଣ୍ଟୁଛନ୍ତି ତାଙ୍କଠୁ ପଇସା ନିଅନ୍ତୁ ଆଟଲିଷ୍ଟ। ଓକେ, ତ ଏମିତି ନାହିଁ କି 5 ବର୍ଷ 4 ବର୍ଷର ଥରେ ମ୍ୟାଚ୍ ହେବ କିନ୍ତୁ ଆପଣ ସବୁ ମାଗଣାରେ ଟିକେଟ ବାଣ୍ଟିକି ବସିଥିବେ। ତ କିଛି ଛୋଟ ମୋଟ କାମ ବାକି ରହିଥିଲା ବାରବାଟୀ ଷ୍ଟାଡିୟମରେ, ତ ସେଇଟା କମ୍ପ୍ଲିଟ୍ ହୋଇସାରିଛି। ଆଉ ବେଶୀ କିଛି ସେମିତି ଇଏ ନାହିଁ, ଷ୍ଟାଡିୟମ ରେଡ଼ି। ଆପଣମାନେ ରେଡ଼ି ତ 5 ତାରିଖ 6 ତାରିଖରେ ଟିକେଟ କାଉଣ୍ଟରରେ ଯୋଗ ଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅନଲାଇନ୍ ଟିକେଟ କାଲି ବୁକ୍ କରନ୍ତୁ। ଥ୍ୟାଙ୍କ ୟୁ।